ମୁଁ ହଷ୍ଟେଲରେ ରୁହେ। ମୋର ଗାଁରେ ରହୁଥିବା ସାଙ୍ଗମାନେ ମୋତେ ସବୁବେଳେ ପଚାରନ୍ତି, ତୁ ତ ହଷ୍ଟେଲରେ ରହୁଛୁ, ତୋର ବା ଟେନସନ୍ କ'ଣ? ଆଉ ମୁଁ ତାଙ୍କ କଥା ଶୁଣି ହସି ଆଉ ଚୁପ୍ ରୁହେ। ମନେ ମନେ ଭାବେ, କିଏ ବା ମାନଙ୍କୁ ବୁଝେଇବ? ହଷ୍ଟେଲରେ ରହୁଥିବା ପିଲାଙ୍କର ଚିନ୍ତା କ'ଣ, କଷ୍ଟ କ'ଣ? ଘରେ ପଠାଉଥିବା ସୀମିତ ଟଙ୍କା ଭିତରେ ମାସକୁ 15 ଥର ହିସାବ ହୁଏ। ଏଠି ମୁଁ ଏତିକି ଟଙ୍କା ଖର୍ଚ୍ଚ କରିବି, ସେଠି ମୁଁ ସେତିକି ଟଙ୍କା ଖର୍ଚ୍ଚ କରିବି। ବେଳେବେଳେ କିଛି ଖାଇବାକୁ ଇଚ୍ଛା ହେଉଥିବ, ହେଲେ ମନ କହୁଥିବ ନାଇଁ ଥାଉ, ଟଙ୍କା ଖର୍ଚ୍ଚ ହେଇଯିବ। ବେଳେବେଳେ ଇଚ୍ଛା ହେଉଥିବ ଏଇ ଡ୍ରେସ୍ଟା କିଣି ନିଅନ୍ତିନି, ପୁଣି ଇଚ୍ଛା ହେବ ଥାଉ, ପଇସା ଖର୍ଚ୍ଚ ହେଇଯିବ, ନିହାତି ତ ଦରକାର ନାହିଁ ନା। ପୁଣି ବେଳେବେଳେ ସାଙ୍ଗମାନଙ୍କ ପାଖରୁ ଶୁଣିବାକୁ ପଡ଼ୁଥିବ କଞ୍ଜୁସଟା, ସେଠି ବି ଚୁପ୍ ରୁହେ। କିଏ ବା ଏମାନଙ୍କୁ ବୁଝେଇବ ଏ ମିଡିଲ୍ କ୍ଲାସ୍ ଫ୍ୟାମିଲି ପିଲାର କଷ୍ଟ? ଠିକ୍ କହିଲି ନା ସାଙ୍ଗମାନେ?